ମୁଁ ମୋ କାମ ଛିଣ୍ଡେଇ ଗାଧେଇ ପାଧେଇ ଠାକୁର ଘର ପଟକୁ ଗଲା ବେଳକୁ ମୋ ବୋହୂ ଦିହେଁ ଧୁରନ୍ଧର ହେଇ ଲାଗି ପଡ଼ିଛନ୍ତି। ଜଣେ ପିଠା ଗଢ଼ି ପକାଉଛି, ଜଣେ ପିଠା ଛାଣୁଛି। ସବୁବେଳେ ସେ ଦିହେଁ ଏମିତି ମିଳିମିଶି କାମ କରନ୍ତି। ମୋତେ କିଛି ବତେଇବାକୁ ପଡ଼େନି, କିଏ କୋଉ କାମ କରୁଛି କିଛି ବୁଝିବାର ଆବଶ୍ୟକତା ବି ପଡ଼େନି। ଆଜି ହେଉଛି ସୁଦଶା ବ୍ରତ। ବର୍ଷ ଯାକରେ ଶୁକ୍ଳପକ୍ଷ ଉଜ୍ଜଳ ତିଥିଟା ଯଦି ଗୁରୁବାରରେ ପଡ଼ିଯାଏ, ଦଶମୀ ତିଥି, ତାହେଲେ ସେଇଟାକୁ ହିଁ ସୁଦଶା ବ୍ରତ କୁହାଯାଏ। ଆମର ଲୋକାଚାରରେ ଗୋଟିଏ ବିଶ୍ୱାସ ଅଛି, ଯୋଉ ବର୍ଷ ଯେତେ ଅଧିକ ସୁଦଶା ବ୍ରତ ପଡ଼େ ସେ ବର୍ଷ ସେତେ ଭଲ। ଏଇ ସୁଦଶା ବ୍ରତଟିକୁ ପାଳିବାରେ ମୁଁ ସବୁ ପ୍ରକାର ସହଯୋଗ କରେ ପିଲାମାନଙ୍କୁ। ଘର ଦ୍ୱାର ପରିଷ୍କାର ପରିଚ୍ଛନ୍ନ ହେଇଯାଏ। ସବୁଆଡ଼ ଗୋଟେ ପବିତ୍ର ହେଇଗଲା ପରି ଲାଗେ। ସେମାନେ ତ କାମରେ ଲାଗିଥିଲେ, ମୁଁ ଭାବିଲି ଯାଉଛି ମୁଁ ଛୁଆଙ୍କୁ ଜଗିଦେବି। ଦେଖୁନାହାନ୍ତି ଛୁଆଙ୍କର କେମିତି ନାଟକ ଚାଲିଛି। ସ୍କୁଲ ତ ଛୁଟି ହେଇଯାଇଛି, 6ଟାରୁ 9ଟା ତ ସ୍କୁଲ ହଉଥିଲା, ତଥାପି ଛୁଟି ହେଲା। ହଉ, କୋଉ ବାପ ମା କୋଉ ଅଭିଭାବକ ନ ଚାହିଁବେ ପିଲା ନିରାପଦରେ ରୁହନ୍ତୁ ବୋଲି। ହେଲେ ଖରା ନାଁରେ ଛୁଟି ହେଉଛି, ପିଲା ଘରେ ଯାହା ପାଲା କରୁଛନ୍ତି ତ ଦେଖିଲେ। ସେମାନେ ତାଙ୍କ କାମ ସାରି ମୁଁ ତ ପିଲାଙ୍କୁ ଜଗି ବସିଥିଲି। ବୋହୂ ଆସି ମୋତେ ପୁଣି ଅଳତା ଲଗେଇଦେଲା। ମୁଁ ପଚାରିଲି, ଆରେ ମା ତମେ ସବୁ ଲଗେଇଛଟି? ସେ ହଁ କଲେ। ସବୁବେଳେ ଏମିତି ସେମାନେ ଲଗେଇଲା ମାନେ ମୋତେ ଆସି ଲଗେଇ ଦିଅନ୍ତି। ଏ କୁନିଟା, ହଁ କୁନି ବି ତ ଲଗେଇ ସାରିଛି, ଆଉ ସେ ବାଦେଇ ପରା ମୁଁ ଯାହା କରିବି ସେ ତାହା କରିବ। ମୁଁ ଅଳତା ଲଗେଇ ଦେଖେ, ମୁଁ ଉଠିକି ଯାଇ ଦେଖିଲି କ'ଣ କରିଛନ୍ତି ପିଲାଏ। ସବୁ ଠିକ୍, କିଛି ବାହୁନିବାକୁ ନାହିଁ। ଚିତା ଝୁଟି ପଡ଼ିଛି, ଶୁକ୍ଳ ମଣ୍ଡା ହେଇଛି, ଫୁଲ ଦୁବ ବରକୋଳି ପତ୍ର ଅରୁଆ ଚାଉଳ ସବୁ ଯେମିତି ସଜଡ଼ା ହେବା କଥା ସଜଡ଼ା ହେଇ ରହିଛି। ମୁଁ କହିଲି ଜଣେ ବହି ପଢ଼ିଦିଅ, ଜଣେ ପୂଜା କର। ସିଏ ତାଙ୍କ କାମରେ ଲାଗିଲେ। ମୁଁ ଭାବୁଥିଲି ସତରେ ମା ଲକ୍ଷ୍ମୀ ଆମକୁ କେତେ ନୀତି ଉପଦେଶ ଦେଇଛନ୍ତି। ଆମେ କିନ୍ତୁ ସବୁଗୁଡ଼ାକ ମାନି ପାରୁନେ। ସବୁ ଯଦି ମାନନ୍ତେ ସତରେ ଏ ସଂସାରଟା ଲକ୍ଷ୍ମୀମୟ ହେଇଯାଆନ୍ତା। ଲକ୍ଷ୍ମୀର ଅର୍ଥ କ'ଣ ଖାଲି ଟଙ୍କା ପଇସା? ସୁଖ ଶାନ୍ତି ସୌହାର୍ଦ୍ଦ୍ୟ ଘରଟା ପରିପୂର୍ଣ୍ଣ ହେଲେ ସେଇଟା ହିଁ ଲକ୍ଷ୍ମୀମନ୍ତର ଘର। ସେଇଥିପାଇଁ ତ ପୁତ୍ରବତୀ ହବ, ଗୁରୁଜନଙ୍କର ସେବା କରିବ, ସାଇ ପଡ଼ିଶାଙ୍କର ପ୍ରିୟ ଭାଜନ ହବ, ପରିଷ୍କାର ପରିଚ୍ଛନ୍ନ ସୂଚିମନ୍ତ ହବ, ସେଇ ସିନା ଲକ୍ଷ୍ମୀମନ୍ତ। ଖାଲି ଟଙ୍କାର ଆଧିକ୍ୟଟା କେବେ ବି ଲକ୍ଷ୍ମୀମନ୍ତ ବୋଲି ଭାବିବା ଉଚିତ ନୁହେଁ। ମୁଁ ସବୁବେଳେ ପିଲାଙ୍କୁ ସେଇ କଥା କହେ, ଲକ୍ଷ୍ମୀଙ୍କ ଆରାଧନା କରିବା ପାଇଁ ଛୁଆ ବା ବଡ଼ କାହାକୁ ହେଳା କର ନାହିଁ। ସମସ୍ତଙ୍କର ଉପଯୁକ୍ତ ଯତ୍ନ ନେଇ, ପରିବାରର ଯତ୍ନ ନେଇ ମାଙ୍କର ପୂଜା କଲେ ମା ସନ୍ତୁଷ୍ଟ ହେବେ। କାହିଁକି କୁହାଯାଇଛି ଗୁରୁବାରରେ ପିଲାଙ୍କୁ ମାରିବନି? କାହିଁକି କୁହାଯାଇଛି ଗୁରୁବାରରେ ଘର ଭିତରେ ଅଶାନ୍ତି ସୃଷ୍ଟି ହେଲା ପରି କାମ କରିବନି? ସମସ୍ତଙ୍କୁ ଆପଣାର କରିବ। ଲକ୍ଷ୍ମୀ କ'ଣ କହିଛନ୍ତି ସେଇଟା ଆମେ ସମସ୍ତେ ସଠିକ୍ ଭାବରେ ବୁଝିବା ଉଚିତ। ସବୁ କାମ ସାରି ସେମାନେ ଆସି ତାଙ୍କ ଶ୍ୱଶୁରଙ୍କୁ ମୁଣ୍ଡିଆ ମାରିଲେ। ମୋତେ ସେତେବେଳକୁ ଭାରି ଭୋକ ହେଇଗଲାଣି। ମୁଁ କହିଲି ଆଗ ମୋତେ ଖାଇବାକୁ ଦେଲ। ମୋତେ ମୁଣ୍ଡିଆ ମାରିଲା ବେଳକୁ ମୁଁ ଏଇ କଥା କହିଲି। ସେ କହିଲେ ବୋଉ ଖାଇଦିଅ ଯେ, ହେଲେ ଚାଲ ଆମେ ଟିକେ ଫଟୋ ଉଠେଇବା।